हेलो हाय नमस्कार भाग्य गाइड चैनल को स्वागत करुच्ची मु सुनीता। प्रोसेस जणा अछि फाइल 1 फाइल 2 फाइल 3 ए तीनोटी फाइल मध्य गोटे फाइल सिलेक्ट करंतु जो फाइल आपण सिलेक्ट करिसेंती सेही फाइल रो वीडियो देखि नियंतु। वीडियो स्किप करी करी गले फर्स्ट 1 आसीबो तापरे 2 तापरे 3 वीडियो रो डाहण पटे मु मेंशन कर देइछि। ठीक अछि चलंतु देखि नबा एबे आजि रो रीडिंग। चलंतु देखि नबा एबे फाइल 1 रो रीडिंग। ଆପଣଙ୍କର ଯୋଉ ଏନର୍ଜି ମତେ ଏବେ ଶୋ କରୁଛି ଆପଣ ବହୁତ ଚିନ୍ତାରେ ଅଛନ୍ତି। ଆପଣ ରାତିରେ ଠିକ ସେ ଆପଣଙ୍କୁ ନିଦ ହଉନି, ଆପଣଙ୍କର ସ୍ଲିପ ସାଇକେଲ କମ୍ପ୍ଲିଟ ହଉନି। କାହାର କେହି ଆପଣଙ୍କୁ ବଦନାମ କରିବାକୁ ଚେଷ୍ଟା କରିପାରନ୍ତି ବା କେହି ଆପଣଙ୍କୁ ବହୁତ ରାଗିକି କଥାବାର୍ତ୍ତା କରୁଛନ୍ତି। ବହୁତ କଷ୍ଟ ଆପଣଙ୍କୁ ମିଳୁଛି। ଆପଣ ନିଜକୁ ଦୋଷ ଦଉଛନ୍ତି। ଆପଣଙ୍କ ମନରେ କୌଣସି ପ୍ରକାରର ଭୟ ଗୋଟେ ଅଛି। ବହୁତ ଚିନ୍ତା ଯାହା ଫଳରେ କି ଆପଣ ଅ ଅସ୍ଥିରତା ଫିଲ୍ କରୁଛନ୍ତି। ଆଉ ବହୁତ ମନ ଭିତରେ ଡର ଅଛି। କଣ ପାଇଁ ଅଛି ସେଟାକୁ ନିଜେ ଆପଣ ଫାଇଣ୍ଡ ଆଉଟ୍ କରନ୍ତୁ ଆଉ ତା ଉପରେ କାମ କରିବା ଷ୍ଟାର୍ଟ କରନ୍ତୁ। ଯଦି ଆପଣଙ୍କ ହାତରେ ଏବେ କିଛି ନାହିଁ କିଛି କରିପାରିବେ ନାହିଁ ତାହେଲେ ଭଗବାନଙ୍କର ନାମ ଜପ କରି ବା ଯାହାକୁ ମାନୁଛନ୍ତି ତାଙ୍କର ନାମ ଜପ କରନ୍ତୁ ଆଉ ଟିକେ ରେଷ୍ଟ ନେଇଯାଆନ୍ତୁ। ଅଧିକରୁ ଅଧିକ ଭଗବାନଙ୍କ ସହିତ ଟାଇମ ବିତେଇବା ଦ୍ଵାରା ଆପଣଙ୍କର ଯୋଉ ଷ୍ଟ୍ରେସ୍ ଲେଭେଲ ଥିବ ସେଟା ଧୀରେ ଧୀରେ କମିବାକୁ ଲାଗିବ ଆଉ ଏଇଟା ଆପଣ ଟ୍ରାଏ କରନ୍ତୁ। ବହୁତ ଦୁଃଖରେ ଅଛନ୍ତି ଆଉ ଆପଣଙ୍କର ଷ୍ଟ୍ରେସ୍ ଧୀରେ ଧୀରେ ବଢିବାକୁ ଲାଗୁଛି। ବହୁତ ବର୍ଡନ ଟାଇପ ଆପଣ ଫିଲ୍ କରୁଛନ୍ତି ଆଉ ସବୁ କିଛି ଆପଣଙ୍କ ଉପରେ ଲାଗୁଛି ଯେମିତି ଆପଣ ହିଁ ସବୁ ମ୍ୟାନେଜ କରୁଛନ୍ତି, ସେଥିପାଇଁ ଆପଣ ଥକି ବି ଯାଇଛନ୍ତି। ଆପଣ ଗୋଟେ ସହିବାର ଗୋଟେ ଲିମିଟ ଥାଏ, ସେ ଲିମିଟ ବି ଆପଣ କ୍ରସ୍ କରିଗଲେଣି କି ଆପଣ ଆଉ କହୁଛନ୍ତି ନା ମୁଁ ଆଉ ସହି ପାରିବିନି। ସେଇ ଟାଇପ ର ସିଚୁଏସନ ଏବେ ଏନର୍ଜି ଶୋ କରୁଛି। ଜୀବନର ସବୁ ସମସ୍ୟାକୁ ଆପଣ ଚାହିଁଲେ ବି ଆପଣ ଷ୍ଟ୍ରଙ୍ଗଲି ଫେସ୍ କରିପାରୁନାହାନ୍ତି। ନିଜ ଭୁଲ ପାଇଁ ଯାହା ଆପଣ କରିଛନ୍ତି ନିଜକୁ ଗିଲ୍ଟି ଫିଲ୍ କରୁଛନ୍ତି, ନିଜକୁ ଗୋଟେ ଲାଗୁଛି ଯେମିତି ବହୁତ ବଡ ଭୁଲ କରିଦେଇଛନ୍ତି। ବହୁତ ଏବେ ଅନୁତାପ କରୁଛନ୍ତି କି ମୁଁ କଣ ପାଇଁ ଏଇଟା କଲି। ଆଉ ବାରମ୍ବାର ସେଇଗୁଡାକ ଆପଣ ଭାବି 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 ନିଜେ ଚିନ୍ତାଗ୍ରସ୍ତ ହେଉଛନ୍ତି। ଆପଣ ଯୋଉଠି ଅଛନ୍ତି ଆପଣଙ୍କର ଚାରି ପାଖର ଲୋକ ଆପଣଙ୍କ ବିଷୟରେ ଗସିପିଂ କରୁଛନ୍ତି। ଆପଣ ଏବେ ସମସ୍ତଙ୍କ ଠାରୁ ନିଜକୁ ଦୂରେଇ ଦେଇଛନ୍ତି। ସମସ୍ତଙ୍କ ସହିତ ହସିକି କଥା ହେଲେ ମଧ୍ୟ ଆପଣ ନିଜେ ଏକୁଟିଆ ବୋଲି ଫିଲ୍ କରିନେଇଛନ୍ତି। ଲାଗୁଛି ଯେମିତି ଆପଣଙ୍କର ଜୀବନର ଖୁସି ସରିଯାଇଛି ଆଉ ଆପଣ ନିରାଶ ହୋଇଯାଇଛନ୍ତି। କିଛି ଫିମେଲ ମାନଙ୍କର ହେଲ୍ଥ ଇସ୍ୟୁ ଦେଖା ଦେଇପାରେ। ଆଉ ଏଇଟା ମୁଣ୍ଡ ବିନ୍ଧା ବି ଶୋ କରୁଛି, ଯେହେତୁ ଚିନ୍ତାରେ ରହିଲେ ଜଣେ ମାନସିକ ଅଶାନ୍ତିରେ ରହିବ ଆଉ ସେଇଟା ନିଜର ଶରୀର ଉପରେ ଆଫେକ୍ଟ ପକେଇବ। ଏତେ ସବୁ ନେଗେଟିଭ ପରେ ବି ପଜିଟିଭ ଅଛି। ଯେମିତି ରାତି ପରେ ଦିନ ଆସେ ସେମିତି ଆପଣ ନେଗେଟିଭ ଏନର୍ଜିରେ ରହିଲେ ମଧ୍ୟ ୟୁନିଭର୍ସ ତରଫରୁ କଣ ସବୁ ପଜିଟିଭ ଗାଇଡାନ୍ସ ଆସିଛି ସେଇଟା ଚାଲନ୍ତୁ ଜାଣିନେବା। ଯଦି ଫାଇନାନ୍ସିଆଲ କଣ୍ଡିସନ ଖରାପ ଥିଲା ତାହେଲେ ସେଥିରେ ଗୋଟେ ବାଲାନ୍ସ ଷ୍ଟେଟ ଆସିବ। ଆପଣ ଯାହାବି ଅର୍ଜନ କରିଛନ୍ତି ତାକୁ ସେଭିଂ କରିକି ରଖିପାରିବେ। ଯାହାବି ଫାଇନାନ୍ସିଆଲ କଣ୍ଡିସନ ଖରାପ ଥିଲା ସେଇଟା ଧୀରେ ଧୀରେ ଠିକ ହବାର ମଧ୍ୟ ଶୋ କରୁଛି କାର୍ଡ ରେ। ଆଉ ଆପଣ ଏବେ କିଛି ଧନ ଆପଣଙ୍କର ବ୍ୟାଙ୍କରେ ସେଭିଂ କରିବେ ଯୋଉଟା କି ଆପଣଙ୍କର ଫ୍ୟୁଚର ପାଇଁ କାମରେ ଆସିବ। ଲଭର୍ସ କାର୍ଡ ଶୋ କରୁଛି ଆପଣଙ୍କ ଲଭ ଲାଇଫ ବହୁତ ବଢିଆ ଚାଲିବାକୁ ଯାଉଛି। ଯଦି କିଛି ମନମାଳିନ୍ୟ ଥିଲା, ଡିଷ୍ଟର୍ବାନ୍ସେସ୍ ହଉଥିଲା, ସେ ସବୁ ଏବେ ଠିକ ହେଇଯିବ। ଆପଣ ଦି ଜଣ ସମାନ ଚିନ୍ତାଧାରା କରିବେ ଆଉ ସମାନ ଭାବରେ ଆଗକୁ ବଢିବାକୁ ଚେଷ୍ଟା କରିବେ। ଆପଣଙ୍କର ରିଲେସନସିପ ଲାଗୁଛି ଯେମିତି ପରଫେକ୍ଟ, ଆପଣ ମେଡ ଫର ଇଚ ଅଦର। ବହୁତ ଆପଣ ନିଜକୁ ସୁସ୍ଥ ମଧ୍ୟ ଏଇ ରିଲେସନସିପ ରେ ଫିଲ୍ କରିବେ, ବହୁତ ଷ୍ଟ୍ରଙ୍ଗ ଫିଲ୍ କରିବେ। ଆଉ ଗୋଟେ ଲାଇଫ ର ଆପଣ କିଛି ବଡ ଡିସିସନ ନେଇପାରନ୍ତି ଯୋଉଟା କି ବହୁତ ଇମ୍ପୋର୍ଟାଣ୍ଟ ହେଇଥିବ। କିଛି ରୋମାନ୍ସ ପାଇଁ ମଧ୍ୟ ୟୁନିଭର୍ସ ତରଫରୁ ମେସେଜ ଆସିଛି। ଆଉ ମନରେ କିଛି ଇଚ୍ଛା ଅଛି। ଆପଣଙ୍କର ଦାମ୍ପତ୍ୟ ଲାଇଫ ବହୁତ ବଢିଆ କଟିବ ବୋଲି ମଧ୍ୟ କାର୍ଡ ରେ ଶୋ କରୁଛି। ଆପଣ ଜୀବନର ମୂଲ୍ୟ ବୁଝିପାରିବେ ଆଉ କିଛି ହୋପ ଆପଣଙ୍କ ମନରେ ମଧ୍ୟ ଜାଗି ଉଠିବ। ସିକ୍ସ ଅଫ ପେଣ୍ଟାକଲ୍ସ ର କାର୍ଡ ଆସୁଛି। ଆପଣଙ୍କର ଆର୍ଥିକ ସ୍ଥିତି ଏବେ ଠିକ ପୋଜିସନ କୁ ଆସିଯିବ।
ଆପଣଙ୍କୁ କାହାର ସାହାଯ୍ୟ ମିଳିବ ଆଉ କାହାକୁ ମଧ୍ୟ ଗିଫ୍ଟ ଦେଇପାରନ୍ତି, ଅନ୍ୟକୁ ହେଲ୍ପ କରିପାରନ୍ତି। କାର୍ଡରେ ଶୋ କରୁଛି ଯଦି ଆପଣଙ୍କୁ କେହି ହେଲ୍ପ କରୁଛି ସେ ପଇସାର ଆପଣ ୱେଷ୍ଟ କରନ୍ତୁ ନାହିଁ। କାରଣ ୱାନ୍ସ କିଛି ଜିନିଷ ୱେଷ୍ଟ ହେଇଗଲେ ସେଗୁଡା ମିଳିବା ବହୁତ ଇମ୍ପସିବୁଲ କହିଲେ ଚଳେ। ତ ଜଗି ରଖି ଆପଣ ଖର୍ଚ୍ଚ କରିବେ। କେହି ମଧ୍ୟ ଆପଣଙ୍କ ପ୍ରତିଭା ଯୋଉଟା ଅଛି ସେଇଟା ଆପଣଙ୍କୁ ଦେଖିଛନ୍ତି, ଆପଣଙ୍କୁ ଆର୍ଥିକ ସାହାଯ୍ୟ ମିଳିବ। ଅ, ଆଉ ଆପଣ ଯାହା ବି ଲୋନ ଆଣିଥିଲେ କି ଇଏମଆଇ କରିଥିଲେ ସେଗୁଡାକ ମଧ୍ୟ ତାକୁ ଆପଣ ପେମେଣ୍ଟ ସକ୍ସେସଫୁଲି କରିପାରିବେ। ଏଇଟା ଥିଲା ପାଇଲ 1 ର ରିଡିଂ। ପସନ୍ଦ ଆସିଲେ ଲାଇକ୍ ସେୟାର ଆଉ ସବସ୍କ୍ରାଇବ କରିଦେବେ ଓ ପାଖରେ ଥିବା ବେଲ ଆଇକନ ଉପରେ କ୍ଲିକ୍ କରିଦେବେ। ବାଏ, ଟେକ୍ କେୟାର। ଚାଲନ୍ତୁ ଦେଖିନବା ଏବେ ପାଇଲ 2 ର ରିଡିଂ। ଆପଣଙ୍କର କିଛି ପୁରୁଣା ବିଶ୍ୱାସ ଭାଙ୍ଗିଯିବ। ଆପଣ କିଛି ଝଟକା ଲାଗିପାରେ, ଯେମିତି ଆପଣଙ୍କ ପାଦ ତଳୁ ମାଟି ଖସି ଯାଇଛି। ଏଇଟା ମୁଁ ଡରେଇବା ପାଇଁ କହୁନି, କିନ୍ତୁ କିଛି ପୁରୁଣା ବିଶ୍ୱାସ ଥିବ ସେଇଟା ଭାଙ୍ଗି ଗଲେ ଆପଣ ନୂଆ ଭାବରେ ନିଜ ଲାଇଫକୁ ଆଗକୁ ଗଢି ପାରିବେ। ଆପଣଙ୍କୁ ଏଇଟା କଷ୍ଟଦାୟକ ଲାଗିଲେ ମଧ୍ୟ ଶେଷରେ ଆପଣଙ୍କୁ ଭଲ ରେଜଲ୍ଟ ମିଳିବ। ଆଉ ଏବେ ଲାଗିବ ଯେ ବହୁତ ଖରାପ ଫିଲ୍ କରିବେ କି ମୋ ସହିତ କାହିଁକି ଏମିତି ହେଲା। ପରେ ରିଅଲାଇଜ କରିବେ ଯେ ନାଇଁ ଏଇଟା ହେଲା ମୋର ଗ୍ରୋଥ ପାଇଁ, ମୁଁ କେମିତି ଆଗକୁ ବଢିବି, ମୁଁ କେମିତି ଷ୍ଟ୍ରଙ୍ଗ ହେବି। ଯଦି ଏଇ ଜିନିଷଟା ହେଇନଥାନ୍ତା ଆପଣ କେବେ ଷ୍ଟ୍ରଙ୍ଗ ହେଇ ବି ନଥାନ୍ତେ। କିଛି ପୁରୁଣା ଆପଣଙ୍କର ଯଦି ରିଲେସନସିପ ଥିଲା ଆପଣ ସେଥିରୁ ମଧ୍ୟ ବାହାରି ଯିବେ, ଯୋଉଟା କି ଆପଣଙ୍କୁ ବହୁତ କଷ୍ଟ ଦଉଥିଲା। ଜୀବନରେ ଅଚାନକ ଗୋଟେ ନୂଆ ମୋଡ ଆପଣଙ୍କର ଆସିବ, ନୂଆ ପରିବର୍ତ୍ତନ ହବ, ଯାହାକୁ ଆପଣ ଚେଞ୍ଜ କରିପାରିବେନି। ଆପଣ ଯେତେ ଟ୍ରାଏ କଲେ ମଧ୍ୟ ଇଏ ଚେଞ୍ଜ ହବ। ଆପଣଙ୍କ ଭଲ ପାଇଁ କିନ୍ତୁ ସେ ପରିବର୍ତ୍ତନ ହବ, କିନ୍ତୁ ସେଇ ଟାଇମରେ ଲାଗିବ ଯେ ଆପଣଙ୍କ ପାଇଁ ବହୁତ ଖରାପ ହେଲା, ଆପଣଙ୍କ ସହିତ କାହିଁକି ଏତେ ଖରାପ ହେଲା। ଆପଣ ଏଇଟା ଫିଲ୍ କରିବେ ଆଉ ଜୀବନକୁ ଆପଣ ବହୁତ ଭଲସେ ବୁଝିପାରିବେ, ବହୁତ ପାୱାରଫୁଲ ମଧ୍ୟ ଫିଲ୍ କରିପାରିବେ। ଏଇଟା ତ ଥିଲା କି ଆପଣଙ୍କୁ ଏବେ ଫିଲ୍ କରୁଛନ୍ତି ବା ହବାକୁ ଯାଉଛି। ଆପଣ ତା ସହିତ ଲୋକମାନଙ୍କ ସହିତ ବହୁତ ଭଲ ସମ୍ପର୍କ ରହିବ। ଖୁସିର ଅବସରରେ ଆପଣ ଯୋଗ ଦେବେ, ଆପଣଙ୍କୁ ଭଲ ଫ୍ରେଣ୍ଡ ମିଳିବେ। ଆପଣ ବହୁତ ଖୁସିର ସମୟ ଆପଣଙ୍କ ଲାଇଫକୁ ଆସିବାକୁ ଯାଉଛି, ଯୋଉଠି ଆପଣ ନୂଆ ଲୋକଙ୍କ ସହିତ ପରିଚୟ ହେବେ। ଆପଣଙ୍କର ଫିଜିକାଲ ଆଉ ମେଣ୍ଟାଲ ହେଲ୍ଥ ବହୁତ ବଢିଆ ରହିବ। ଜୀବନରେ ଖୁସି ଆପଣ ଫିଲ୍ କରିପାରିବେ, ଲୋକ ଆପଣଙ୍କୁ ସମ୍ମାନ ଦେବେ ଆଉ ଆପଣଙ୍କର ଲୋକପ୍ରିୟତା ମଧ୍ୟ ବଢିବ। ପୁରା ସାଟିସ୍ଫାଇଂ ରିଲେସନସିପ, ଯେମିତି ଆପଣଙ୍କ ଲଭ ଲାଇଫ ପୁରା ୱେଲ ବାଲାନ୍ସଡ ହେଇକି ଯିବ। ଆଉ ବହୁତ ଖୁସି ଆପଣ ଅନୁଭବ କରିବେ, ନିଜର କଥା ଅନ୍ୟ ଆଗରେ ସ୍ପଷ୍ଟ ଭାବରେ କହିପାରିବେ। ଆଉ ଆପଣଙ୍କ ମାଇଣ୍ଡ କୁ ନୂଆ ନୂଆ ଚିନ୍ତାଧାରା ଆସିବ ଆଉ ବହୁତ ପଜିଟିଭଲି ଆପଣ ଆଗକୁ ମୁଭ କରିବେ। 7 ଅଫ ପେଣ୍ଟାକଲ୍ସ ଶୋ କରୁଛି ଆପଣଙ୍କୁ ସକ୍ସେସ ଧୀରେ ଧୀରେ ମିଳିବ। ଆଗାମୀ ଦିନରେ ଆପଣ ବହୁତ ଷ୍ଟେପ ବାଇ ଷ୍ଟେପ ଡିସିସନ ନେବେ। ବହୁତ ବଡ ଯୋଜନା ମଧ୍ୟ ଆପଣଙ୍କର ଯୋଉଟା ଲକ୍ଷ୍ୟ ଥିଲା ସେଇଟା ମଧ୍ୟ ସକ୍ସେସ ହବାର ଶୋ କରୁଛି। ପରିଶ୍ରମର ଫଳ ଆପଣଙ୍କୁ 100% ମିଳିବାର ଚାନ୍ସେସ୍ ଅଛି, ଯୋଉଟା କି ୟୁନିଭର୍ସ ଶୋ କରୁଛି। ଆପଣ ଏବେ ଅପେକ୍ଷା କରନ୍ତୁ ଧୈର୍ଯ୍ୟର ସହିତ, ଆଉ ଲଗାତାର ଚେଷ୍ଟା କରନ୍ତୁ। ବହୁତ ଆପଣଙ୍କୁ ଏବେ କଠିନ ପରିଶ୍ରମ କରିବାକୁ ପଡିବ। ଯଦି ଆପଣ ଭାବୁଛନ୍ତି କି ମୋର କିଛି ଇମ୍ପ୍ରୁଭ ହଉନି, ତାହେଲେ ଆପଣ ଆହୁରି ଡେଡିକେସନ ସହିତ ନିଜ ଉପରେ ଫୋକସ କରିବେ ଆଉ ନିଜକୁ ମୋଟିଭେଟ କରିକି ଆପଣ ଆଗକୁ ବଢିବେ। ଆପଣ ହାର ମାନନ୍ତୁନି, ପ୍ରୟାସ କରିଚାଲନ୍ତୁ, କାରଣ ସକ୍ସେସ ଆପଣଙ୍କ ଲାଇଫରେ ଅଛି। ଯଦି ଆପଣ ଏତେ ବାଟ ଆସିଛନ୍ତି ପୁଣି ହାର ମାନିଯିବେ ନାଇଁ ମୋ ଦ୍ଵାରା ହବନି, ତାହେଲେ ଆପଣ ବହୁତ ଭୁଲ ଡିସିସନ ଏବେ ନଉଛନ୍ତି। କାରଣ ଆପଣ ଯଦି ଏଇ ପର୍ଯ୍ୟନ୍ତ ଆସିଛନ୍ତି ତାହେଲେ ଆରମ୍ଭ କଣ ପାଇଁ କରୁଥିଲେ। ଯୋଉମାନେ ଏବେ ଆରମ୍ଭ କରୁଛନ୍ତି ଆପଣ ତ ତାଙ୍କ ଠାରୁ ଆଗରେ ଅଛନ୍ତି। ଆଉ ଟିକେ ପ୍ରୟାସ କରନ୍ତୁ, ସକ୍ସେସ ଆପଣଙ୍କର ୟୁନିଭର୍ସ ତରଫରୁ ଆପଣଙ୍କୁ ମିଳିଯିବ। ସନ୍ କାର୍ଡ ଶୋ କରୁଛି ଆପଣଙ୍କ ଲାଇଫରେ ପଜିଟିଭିଟି ଆସିବ। ଆପଣଙ୍କର ମାନେ ଯାହାବି ଆପଣଙ୍କୁ କିଏ ଗୋଟେ ବାନ୍ଧିକି ରଖିଥିଲେ ଆପଣ ସେଥିରୁ ଫ୍ରି ହେଇପାରିବେ। ନିଜ ଲାଇଫକୁ ବହୁତ ଖୁସିରେ ଆପଣ ବିତେଇବେ। ଆପଣଙ୍କୁ କିଛି ସକ୍ସେସ ମିଳିବ ଆଉ ଫ୍ୟୁଚର ପାଇଁ ବହୁତ ସାରା ମଧ୍ୟ ଆଶା ରହିବ। ଆଉ ଆପଣଙ୍କ ଭିତରେ ଏନର୍ଜି ରହିବ, ମନରେ ବହୁତ ଆନନ୍ଦ ରହିବ, ନିଜ ଉପରେ କନଫିଡେନ୍ସ ମଧ୍ୟ ରହିବ ଆଉ ନିଜର ପ୍ରତିଭାକୁ ଆପଣ ଏକ୍ସପ୍ରେସ କରିବା ପାଇଁ ମଧ୍ୟ ଏବେ ଯାଉଛନ୍ତି। ଆପଣ ଭାଗ୍ୟର ସହଯୋଗ ଆପଣଙ୍କୁ ମିଳିବ।
କାମ ପ୍ରତି ଆପଣଙ୍କର ଆଗ୍ରହ ବଢିବ ଆଉ ଜୀବନରେ ସନ୍ତୋଷ ଖୁସି ସବୁ ଆପଣଙ୍କ ପାଇଁ ଫେରି ଆସିବ। ଯେମିତି ସେ ସବୁ ୱେଟ୍ କରିଛନ୍ତି ଆପଣ ତାଙ୍କୁ ୱେଲକମ୍ କରନ୍ତୁ ପଜିଟିଭରେ। ଯେଉଁମାନେ ପ୍ରେଗନେନ୍ସି ରିଲେଟେଡ ଏଇ କାର୍ଡ ଦେଖୁଛନ୍ତି ତାଙ୍କ ପାଇଁ ମଧ୍ୟ ପଜିଟିଭ ନ୍ୟୁଜ ଅଛି। ଆଉ ଆପଣ ବହୁତ ମନ ଖୋଲି ଏବେ ଆପଣଙ୍କ ଲାଇଫକୁ ବଞ୍ଚିବେ ଆଉ ଖୁସିରେ ରହିବେ। ଏଇଟା ଥିଲା ପାଇଲ୍ 2 ର ରିଡିଂ। ପସନ୍ଦ ଆସିଲେ ଲାଇକ୍ ସେୟାର ଆଉ ସବସ୍କ୍ରାଇବ କରିଦେବ। ପାଖରେ ଥିବା ବେଲ୍ ଆଇକନ ଉପରେ କ୍ଲିକ୍ କରିଦେବେ। ବାଏ, ଟେକ୍ କେୟାର। ଚାଲନ୍ତୁ ଦେଖି ନେବା ଏବେ ପାଇଲ୍ 3 ର ରିଡିଂ। ପାଷ୍ଟ ଯାହା ଅଛି ଛାଡି ଦିଅନ୍ତୁ, ଜିରୋରୁ ଷ୍ଟାର୍ଟ କରିବେ, ନୂଆ ଲାଇଫ ଆପଣଙ୍କର ଷ୍ଟାର୍ଟ ହବ। ଆପଣ ବହୁତ ସରଳ, କାହା ପାଇଁ ବି ଆପଣଙ୍କ ମନରେ ଈର୍ଷା ନାହିଁ, ଜେଲସି ନାହିଁ। ଆପଣ ଚାହାନ୍ତି ମୁଁ ନିଜେ ବିନ୍ଦାସରେ ରୁହେ, ତା ସହିତ ସମସ୍ତେ ମଧ୍ୟ ବିନ୍ଦାସରେ ରୁହନ୍ତୁ। ଆପଣଙ୍କୁ ନିଜ ଇଚ୍ଛାରେ ବଞ୍ଚିବାକୁ ବହୁତ ପସନ୍ଦ। ଆପଣ ନିଜର ଭାବନା ଆଉ ନିଜର ପରିଚୟ ବହୁତ ଅଲଗା। ଆପଣଙ୍କ ୟୁନିକନେସ ପାଇଁ ଆପଣଙ୍କୁ ସମସ୍ତେ ଭଲ ପାଇବେ ବା ପସନ୍ଦ କରିବେ। ଆପଣ କୌଣସି ଜାଗାକୁ ଟ୍ରାଭେଲ କରିବାର ମଧ୍ୟ ଶୋ କରୁଛି। ଆପଣ କିଛି ନ ଭାବି ନ ଚିନ୍ତି ଡିସିସନ ନେଇଯିବେ, ଯୋଉଟା କି ଏବେ କରନ୍ତୁ ନାହିଁ। ଭାବି ଚିନ୍ତିକି ଡିସିସନ ନିଅନ୍ତୁ। ଆପଣ ଏବେ ବହୁତ ଅସାବଧାନତାରେ ଅଛନ୍ତି। କଣ ହବ କଣ ନାହିଁ କିଛି ଭାବୁନାହାନ୍ତି। ନିଜ ଯାହା ଭଲ ଚାହୁଁଛନ୍ତି କି ମୋ ସହିତ ଭଲ ହଉ, ଆଉ ବହୁତ ସ୍ୱପ୍ନ ମନ ଭିତରେ ରଖିଛନ୍ତି। ଲାଇଫ ର ଗୋଟେ ନୂଆ ଚାପ୍ଟର ଆପଣଙ୍କର ଆରମ୍ଭ ହେବାକୁ ଯାଉଛି। ଆଉ ଆପଣଙ୍କୁ କିଏ ଯଦି କମିଟମେଣ୍ଟ ପାଇଁ କହିବ ତାହେଲେ ଆପଣ ଟିକେ ପଛୁଆ ଘୁଞ୍ଚା ଦେବେ, କାରଣ ଆପଣଙ୍କର ଏନର୍ଜି ଏବେ ଯେ ମତେ ଖୋଲିକି ବଞ୍ଚିବାର ଅଛି, ଖୁସିରେ ରହିବାର ଅଛି, ମତେ ଟିକେ ଏନ୍ଜୟ କରିବାର ଅଛି। କିନ୍ତୁ ଏଇଟା ଗୋଟେ ସାଇଡ ହେଲେ ମଧ୍ୟ ଆଉ ଗୋଟେ ସାଇଡ ରେ ଆପଣ ବହୁତ ଗୋଟେ ଏନର୍ଜି ଫୁଲ ପର୍ସନ। ଆପଣଙ୍କୁ ବହୁତ ସମ୍ମାନ କରନ୍ତି ସମସ୍ତେ। ଆଉ ଆପଣ ନୀତି ନିୟମରେ ଚାଲୁଥିବା ବ୍ୟକ୍ତି। କିଛି ପୁରାତନ ନୀତି ବା ମୂଲ୍ୟବୋଧକୁ ଆପଣ ମାନୁଛନ୍ତି। ଓଲ୍ଡ ଫ୍ୟାସନ ହେଲେ ମଧ୍ୟ ଆପଣଙ୍କ ଜୀବନରେ ସେଗୁଡା ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭେଇ ପାରୁଛି। ଆପଣ କିଛି ବିଜନେସ ସହିତ ଜଡିତ ଥାଇପାରନ୍ତି। ଆପଣ ବହୁତ ନ୍ୟାୟପ୍ରିୟ, ସବୁବେଳେ ସତର ସାଥ ଦିଅନ୍ତି, ଆଉ ଅନ୍ୟମାନଙ୍କୁ ସ୍ନେହ କରନ୍ତି, ଆଉ ଆପଣଙ୍କ ହୃଦୟ ବହୁତ ଭଲ। ଅ ଆଉ ଆପଣଙ୍କୁ ମାନେ ସବୁବେଳେ ଅନ୍ୟକୁ ସାହାଯ୍ୟ କରିବା ପାଇଁ ଆପଣ ସବୁବେଳେ ପ୍ରସ୍ତୁତ ଥାଆନ୍ତି। ଅନ୍ୟମାନଙ୍କୁ ଭଲ ଉପଦେଶ ଦିଅନ୍ତି, ଭଲ ଗାଇଡାନ୍ସ ଦିଅନ୍ତି। ଆଉ ଆପଣ ଲଭ୍ ଲାଇଫ ବି ମଧ୍ୟ ବହୁତ ହାପିନେସ ରେ ଏବେ ଭରିଯିବ। ବହୁତ ଖୁସି ହେବେ, ବହୁତ ପ୍ଲେଜର ଫିଲ୍ କରିବେ। ସନ୍ କାର୍ଡ ଆସିଛି, ତା ସହିତ ଇମ୍ପ୍ରେସ କାର୍ଡ ଆସିଛି। ଆପଣଙ୍କୁ ସବୁ କ୍ଷେତ୍ରରେ ସକ୍ସେସ ମିଳିବ। ଆପଣ ମ୍ୟାଟେରିଆଲ କମ୍ଫର୍ଟ ଫିଲ୍ କରିପାରିବେ। ପରିବାରରେ ସୁଖ ଶାନ୍ତି ବା ଯଦି ପରିବାରରେ ଡିଷ୍ଟର୍ବାନ୍ସ ଚାଲିଥିଲା ସେଥିରେ ମଧ୍ୟ ହାପିନେସ ଆପଣଙ୍କ ପାଖକୁ ଆସିବ। ଆପଣ ବହୁତ ସ୍ଥିରତା ଫିଲ୍ କରିବେ, ବହୁତ ସୁରକ୍ଷା ଭିତରେ ଅଛନ୍ତି ବୋଲି ଫିଲ୍ କରିପାରିବେ। ଆପଣଙ୍କୁ ୟୁନିଭର୍ସ ପ୍ରୋଟେକ୍ସନ କରୁଛି। ଆପଣଙ୍କର ଫ୍ୟାମିଲି ମେମ୍ବର ବି ମଧ୍ୟ ଆପଣଙ୍କୁ ପ୍ରୋଟେକ୍ସନ କରୁଛନ୍ତି। ଆପଣଙ୍କୁ ଲାଗିବ ଯେମିତି ଗୋଟେ ମଦର ଏନର୍ଜି ଯେମିତି ଥାଏ, ଆପଣଙ୍କ ମଧ୍ୟରେ ମଧ୍ୟ ସେଇ ଟାଇପ ର ଭଲ ପାଇବା ସମସ୍ତଙ୍କ ପାଇଁ ଅଛି। ସେଇ କେୟାରନେସ ମଧ୍ୟ ଅଛି। ଆଉ ଯେଉଁମାନେ ବେବି ପ୍ଲାନିଂ ରିଲେଟେଡ କାର୍ଡ ଦେଖୁଛନ୍ତି ତାଙ୍କର ପଜିଟିଭ ର ଚାନ୍ସେସ୍ ଅଛି। ଆଉ ଆପଣ ଅନ୍ୟମାନଙ୍କୁ ବହୁତ ସ୍ନେହ କରନ୍ତି, ଯତ୍ନ କରନ୍ତି, ତାଙ୍କୁ ସପୋର୍ଟ ମଧ୍ୟ କରନ୍ତି। ଯାହାକୁ କଷ୍ଟ ଥାଏ ତାକୁ ଭରସା ମନ ଭିତରେ ଦିଅନ୍ତି ଓ ଆଶ୍ୱାସନା ମଧ୍ୟ ଦିଅନ୍ତି। ଆପଣଙ୍କର ଭବିଷ୍ୟତ ସଫଳତା ପାଇଁ ଆପଣ ଗୋଟେ ଫାଉଣ୍ଡେସନ ସୃଷ୍ଟି କରିବେ। ଆପଣଙ୍କର ଗୋଟେ ନୂଆ ଆରମ୍ଭ ହବ। ଆପଣ ବହୁତ ଉନ୍ନତି କରିବେ ଆଉ ପଜିଟିଭଲି ଆପଣଙ୍କ ଲାଇଫକୁ ଆଗକୁ ନେଇବେ। ଆପଣଙ୍କର କନଫିଡେନ୍ସ ଆହୁରି ବଢିଯିବ। ଆପଣ ଆଗକୁ ବଢିବେ। ଭାଗ୍ୟ ଆପଣଙ୍କର ସାଥ ଦବ, ବହୁତ ଖୁସି ଫିଲ୍ କରିବେ। ଲାଇଫରେ ହାପିନେସ ଆପଣଙ୍କ ଲାଇଫକୁ ଫେରି ଆସିବ। ଆପଣ ଏବେ ସତକୁ ସପୋର୍ଟ କରିବେ। ଖୋଲା ମନ ସହିତ ସମସ୍ତଙ୍କ ସହିତ କଥାବାର୍ତ୍ତା କରିବେ। ବହୁତ ପଜିଟିଭ କାର୍ଡ ଆସିଛି। ଆପଣ ଏମିତି ପଜିଟିଭ ଥାନ୍ତୁ ଆଉ ଆପଣଙ୍କ ଲାଇଫରେ ଏମିତି ପଜିଟିଭ ସବୁ ଜିନିଷ ହଉଥାଉ। ଏଇଟା ଥିଲା ପାଇଲ୍ 3 ର ରିଡିଂ। ପସନ୍ଦ ଆସିଲେ ଲାଇକ୍ ସେୟାର ଆଉ ସବସ୍କ୍ରାଇବ କରିଦେବେ। ମୋ ପାଖରେ ଥିବା ବେଲ ଆଇକନ ଉପରେ କ୍ଲିକ୍ କରିଦେବେ। ବାଏ, ଟେକ୍ କେୟାର।